ନା ଏଇଟା କ'ଣ ଆପଣ ଆଗରୁ ଜାଣିନଥିଲେ କି? ଆପଣ ଜାଣିଥିଲେ ଆପଣ ବଜାଉନଥିଲେ। ସେ କାହାକୁ ଭେଟନ୍ତିନି, ସାଧାରଣ ଲୋକଙ୍କୁ ତ ଭେଟିବା କଥା। ଆପଣ ତା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଆଉ କଣ୍ଟାବାଞ୍ଜି ଦୁଇଟାରେ ଠିଆ ହେଇଥିଲେ। କଣ୍ଟାବାଞ୍ଜିରେ ସେ କାହିଁ ହାରିଲେ? ଜଣେ ମୁଖ୍ୟମନ୍ତ୍ରୀ ଯେତେବେଳେ 24 ବର୍ଷ ରହିକି ଗୋଟେ ନିର୍ବାଚନ ମଣ୍ଡଳୀରେ ହାରୁଛନ୍ତି, ତା ଅର୍ଥ ସେ ସୁଦୂର ରାଜନୀତିର ସନ୍ନ୍ୟାସ ନେଇଯିବା କଥା। ମୋର ମନେ ଅଛି, ମୋର ବାପା, ମୁଁ ଯେତେବେଳେ 73 ମସିହା 5 ବର୍ଷ ହେଇଥାଏ, ମୋ ବାପା ସେତେବେଳେ ସରପଞ୍ଚ ଥିଲେ। ଯେତେବେଳେ ସିଏ ଅନକଣ୍ଟେଷ୍ଟେଡ୍ ସରପଞ୍ଚ ହୁଅନ୍ତି, ଯେତେବେଳେ ତାଙ୍କ ଏଗେନଷ୍ଟ ଜଣେ ଛିଡ଼ା ହେଲା, ସେ କହିଲେ ମୁଁ ଆଉ ଛିଡ଼ା ହେବିନି, ମୁଁ ଇଲେକ୍ସନ୍ ଲଢ଼ିବିନି। ଯେତେବେଳେ ମୋତେ ନିର୍ବାଚନ ଲଢ଼ିବାକୁ ପଡ଼େ, ମୁଁ ଛିଡ଼ା ହେବିନି। ଆପଣ ଗୋଟେ ଜାଗାର ହାରୁଛନ୍ତି, ଆଉ ଗୋଟେ ଜାଗାର ହାରୁ ହାରୁ ଜିତୁଛନ୍ତି, ଆଉ ସେ ଅଞ୍ଚଳ ଲୋକଙ୍କୁ ଦେଖା କରୁନାହାନ୍ତି। ସେ ଅଞ୍ଚଳ ଲୋକମାନେ ପୋଷ୍ଟର ମାରିବେ, ଆଉ ନାପତା ପୋଷ୍ଟର ମାରିବେ, ତାପରେ ବି ଲୋକ ଆସିକି ଆପଣଙ୍କ ଘର ପହଞ୍ଚିବେ। ଏଇଟା ନୂଆ କଥା ନୁହେଁ। ଗୋଟେ ଲୋକ ଆସିଛି ଗୋଟେ ଏମ୍ସକୁ ଯେ ଗୋଟେ ସିଟ୍ କରେଇଦେବା ନାଗି, ଗୋଟେ ଫୋନ୍ରେ ସେ କଥା ହେଇଯାଇପାରିବ, ନଚେତ ଆଉ କେଉଁଠି ହେଇଯାଇପାରିବ, କିମ୍ବା ତାଙ୍କର ହେଲ୍ଥ କାର୍ଡ଼ ଥିବ, ତାଙ୍କୁ କିଡ଼ନୀ କରାଯାଇପାରିବ। ଏଇ କାମଟା ତାଙ୍କ ସିକ୍ୟୁରିଟି ବାଲା ବି କରିଦେଇପାରିବେ। ତାହା ବି ସେମାନେ କରୁନାହାନ୍ତି। ସେମାନେ କହିଲେ ଆମେ ମେସେଜ ଦେଇଦେଇଛେ, ତୁମେ ଯାଅ। ଏ କି ପ୍ରକାର ସେବା? ଇଏ ସେବା କରିବେ? ଇଏ କହୁଛନ୍ତି ଆମେ ବିଜୁ ନବୀନ ଇନ୍ସପିରେସନାଲ ଫଣ୍ଡ କରିକି ଓଡ଼ିଶାର ସ୍ୱାସ୍ଥ୍ୟ ସେବା କରିବା। ଏମାନେ କହୁଛନ୍ତି ଏ ଓଡ଼ିଶାର ସେବା ଏମିତି ହେବ? ଏ ଦଳ ବୁଡ଼ିଗଲାଣି। ତେଣୁ ନିଜର ସ୍ଥିତି ରକ୍ଷା କରିବା ପାଇଁ ଯେଇଠି ଯଦି ବନ୍ୟାକୁ ରିଲିଫ୍ ଦେଇତେ ଗଲେ ଆମ ନେତା, ତାଙ୍କୁ ସେଠି ବିରୋଧ କର। ଯେ ଡଙ୍ଗାରେ ଯାଉଛନ୍ତି ତାକୁ ବିରୋଧ କର, ଯେଠି ଅଛନ୍ତି ତାଙ୍କ ଗାଡ଼ି ଆଗରେ ଶୋଇ ପଡ଼, ଟିକେ ହୋ ହଲ୍ଲା କର। ତାକୁ ମିଡ଼ିଆରେ ଆପଣମାନେ ଅଛନ୍ତି ଯେମାନେ ସବୁ ଲୋକମାନେ ତାକୁ ବଜେଇଦେଲେ। ବଦଲା ମାନେ ସାଙ୍ଗେ ସାଙ୍ଗେ ଗୋଟେ ନେଗେଟିଭ ନେରେଟିଭ ଚାଲିଗଲା। ସେଥିରେ ସେମାନେ ସେତିକି ତାଙ୍କ ରାତି ସାରା ଖୁସି, ୱି ଆର୍ ହ୍ୟାପି।